ଆମର ଆମର ଗୁମ୍ଫା କେତେ 2014ରୁ ଆରମ୍ଭ କରିଛି। ଆଉ ବର୍ତ୍ତମାନ ପାଇଁ ଭଲରେ ଅଛନ୍ତି ଆଉ ଲୋକମାନେ କିଏ ଆସୁଛନ୍ତି ତାଙ୍କେ ସୁସ୍ଥ ହେଉଛନ୍ତି ଆଉ। ଆପଣଙ୍କର ବିଶ୍ୱାସ କେତେବେଳେ ଆସିଲା ଯେ ଲୋକମାନଙ୍କୁ ଏଠି ଆସିଲେ ଭଲ ହେଇପାରିବ? ଏଇଟା ବିଶ୍ୱାସ ଜିନିଷ ଆମେ କହିପାରିବୁ ନାହିଁ। କିଏ ଆସିଲେ ତାଙ୍କେ ସୁସ୍ଥ ହେଲେ, ସୁସ୍ଥ ହେବାରୁ ତାଙ୍କେ ଆସ୍ତେ 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 ଆସୁଛନ୍ତି ଆଉ। ଅଲରେଡ଼ି ସୁସ୍ଥ ହେଉଛନ୍ତି। ଧନ୍ୟବାଦ। ଏ ନାନୀଙ୍କର ଘର ହେଉଛି କୁର୍ତ୍ତମଗଡ଼। ଆଉ କୁର୍ତ୍ତମଗଡ଼ର ଗଙ୍ଗେରୀ ପ୍ରାୟ 20 କିଲୋମିଟର। ତାଙ୍କ ରୋଗ ହେବା ପାଇଁ ଆସିଛନ୍ତି ଏଇ ଗୁମ୍ଫା ଭିତରକୁ। ଆଉ ତାଙ୍କର କ'ଣ ପାଇଁ ଆସିଛନ୍ତି ଟିକେ ନାନୀ ଟିକେ କହିବା? juga koskoti ki bada se agya anu imba gumpatani mana mumba gumpatani bade ne mande poribarai ke negiyai ne amu medicine tanta kapada nama ba engani barai negiyai na mehngani ba bade nega madan sadina mu engani abis kamu bideno irregular tari engami imbarai ne juga no bate kani imbatara ne oso pero gya nangate kane gya maina menga mia tu pamukti dama ba mia rai maseka be imbarai sate ka be imbarai na musa nanga I jaga tani yamu bai manam देख नानी भी कहते जगह को आसला आम घर परिवर्तन सब जोड़ा रोग भाग होता से सब दूर हो जाए जदि मन अख्याल आसबे तब सुस्थ हे नहीं आप मन ध्यान देवे आ विश्वास करेंगे तब जाए रोगर स्वस्थ हे जेकोसी रोग होता विश्वास द्वारा ही सब कुछ हेलो सांग मैंने नमस्कार मोदी सोनिया मालिक आपण मैंने देखुंत ब्लॉगर ट्राइब ब्लॉगर सोनिया यूट्यूब चैनल को आ देख आज आज थिला गोटे माँ बेलांकिनी आराधना थिला तो देखि पारुथिबे समस्ते एडी जमा पूजा विद्या सारिकी समस्ते चा पिउछंती एडी हमर मेन पालक भाई अछंती एपटे आगे मुझे पालक आज्ञा देखी पारे बर्तमान पूजा बेसर ड्रेस खोलिकी अच्छा सिंपल लोक मान परी देखी पारे एटा पालक माँ ए गुंफा विषय कौन कहे कि एडी पालिका माँ देख पारे समस्ते अच्छा चा पिया पी कर काकी आ काका भाज आ बड़ भाई अच्छा बड़ भाई आ पालिका पालक चलतु जीवा आम से गुंफा भितर को गुंफा भितर को पशिया पूर्व आम नमस्कार करवा ये पशिले सांग मैंने यही गुंफा भितर को आम गलु बर्तमान आपण विश्वास भी करेनि आपण जिते कष्ट आसुले गुंफा भितर आसबे आपणकर जदि विश्वास अच्छी तो सुस्थ हो पारे जदि तो विश्वास नहीं तेरे सुस्थ हे ना देखु यहाँ हूँ माँ बेलांकिनी गुंफा जोटा गंगेरी बाटावड़ा गंगेरी भीतर अच्छी गंगेरी अच्छी आपड़ जिते विश्वास करेंगे सेते भल हो जदि आसबे एटा कहे जदि भल हो पारे ना आपणकर विश्वास आपण हाथ में बर्तमान आम माँ बेलांकिनी आराधना सरिकी चा पिया पी सरला तो आबे बर्तमान जीवु सब देखेदेली देखि पारुथिबे एडा माँ मरियम मूर्ति अच्छी आठी प्रभु जीशुकर पट भी अच्छी सब किछि एडा जो माने भी एटी भल होइकी जाइछंती से माने गोटे गोटे उपहार देकी जाइछंती देखि पारते जणे एडा माने खांटी हिंदू परिवार जन्म आउ ताके अछंती हिंदू रे
ତାଙ୍କର ଯେତେ କଷ୍ଟ ଆସୁଥିଲା ଆଉ ସେ ଏଇ ଗୁମ୍ପାରେ ଆସିଲେ ସେମାନେ ଯେତେବେଳେ ସୁସ୍ଥ ହେଲେ ଖୁସିରେ ଏଇ କୃଷକୁ ଦେଇଛନ୍ତି ଦେଖନ୍ତୁ। ଆଉ ଗୋଟେ ଅଛି ଏପଟେ କେତେ ବଢ଼ିଆର କୃଷ ଦେଇଛନ୍ତି। ସେଥିପାଇଁ ଆପଣ ମଧ୍ୟ ଚାହାନ୍ତି ଭଲ ହେବା ପାଇଁ ତେବେ ଏଠିକୁ ଆସିପାରିବେ। ଧନ୍ୟବାଦ। ଦେଖିପାରୁଥିବେ ଏଇଟା। ବର୍ତ୍ତମାନ ପାଳକ ମାଙ୍କ ଘର ପ୍ରବେଶ କରିବା, ତାଙ୍କ ଘର ଭିତରେ ଯିବା। ଆଉ ସେ ତାଙ୍କ ଯେଉଁ ପାଳକ ଘରେ ଆଉ ଗୋଟେ ବି ମରିୟମ ମୂର୍ତ୍ତି ଅଛି। ତା ଘର ଚାରିପଟେ ମରିୟମ ମୂର୍ତ୍ତି ଅଛି। ଆଉ ସେ ଆଜି ଆରାଧନା ସରିଲା ପରେ ଆମେ ସବୁ ଖିଆପିଆ କଲୁ। ବର୍ତ୍ତମାନ ଯାଉଛୁ। ଚା ପିଇବାକୁ ବସିଲେଣି, ଦେଖିପାରୁଥିବେ ଚା ପିଉଛି। ଏ ଛୁଆଟା ବି ଚା ପିଉଛି ଚାମଚାରେ। ଆମେ କାକି ସହିତ ଚା ପିଉଛୁ। କାକି ମୁଢି ଖାଉଛ ନା ଚା ପିଉଛ? ବର୍ତ୍ତମାନ ଆମେ ଚାଲିଯିବୁ ଘରକୁ। ଆଉ ଟିକେ କିଛି ସମୟ ପରେ ବାହାରି ଯିବୁ, ଘରକୁ ଯିବୁ। ଆସିଥିଲୁ ଏଇଠି ଗଙ୍ଗେରି ଟୁ ଆମ ଘରେ 2 କିଲୋମିଟର ହେବ। ତ ଆମେ ଚାଲି ବାଇକ୍ରୁ ଆଇଛୁ। ବାଇକ୍ରେ ଯିବୁ। ଗଲା ପରେ ଆମେ ଘରକୁ ପହଞ୍ଚିବୁ ଆଉ ଅଧଘଣ୍ଟା ନାହିଁ ତ 10 ମିନିଟ୍ ପରେ ପହଞ୍ଚିବୁ। ଗାଡ଼ି ସେପଟେ ରଖିଛୁ। ସିଆଡ଼େ ଆସିଛୁ ଗଙ୍ଗେରେ। ଆପଣ ଚିହ୍ନି ବି ପାରିବେନି, ଏଇଟା ତାଙ୍କର ଘର ହେଉଛି ଏଇଟା। ଏଇଟା ଲେଖା ହେଇଛି ମା ଭେଲାଙ୍କିନୀ ଗୁମ୍ପା। ଏଇଠି ତା କାନ୍ଥରେ ମଧ୍ୟ ଲାଗିଛି ମା ଭେଲାଙ୍କିନୀ ଗୁମ୍ପାର ଫଟୋ ମୂର୍ତ୍ତି। ଦେଖିପାରୁଥିବେ ଏଇଟା। ସବୁଆଡ଼େ ମା ଭେଲାଙ୍କିନୀଙ୍କର ମୂର୍ତ୍ତି ଉପରେ ମୂର୍ତ୍ତି ପୂଜା କରାହେଇଛି। ସମସ୍ତ ପୂଜା ବିଦ୍ୟାର ସମାପ୍ତ ପରେ ମୁଁ ସୁଟ୍ କରୁଛି। ମା ଭେଲାଙ୍କିନୀ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବର୍ତ୍ତମାନ ଆମେ ଘରକୁ ଯାଉଛୁ। ମାନେ ଏଠି ଆମର ଗାଡ଼ି ରଖିଛୁ। କୁକୁର ମାନେ ଗଣ୍ଡଗୋଳ ହଉଥିଲେ ତ ଏପଟେ ଯିବେ ଆମ ଗାଁ। ତ ଯିବା ଚାଲନ୍ତୁ। ଏଇଟା ସେ ତାଙ୍କର ଘର। ଏଇଟା ସେ
ଭାଇଙ୍କର ଘର ଆମେ ବର୍ତ୍ତମାନ ଯିବୁ ଘରକୁ ପହଞ୍ଚିଲା ପରେ ଯାହା ମୁଁ କହି ଦେଖେଇବି। ସାଙ୍ଗମାନେ ବର୍ତ୍ତମାନ ଘରକୁ ପହଞ୍ଚିଲା ପରେ ଆଉ ପାଗ ବି ମେଘୁଆ ହେଉଛି ଆଉ ଶୀତ ବି ହେଉଛି। ବର୍ତ୍ତମାନ ଘରକୁ ଯିବା। ଏପଟେ ଆସିଲୁ ବର୍ତ୍ତମାନ ଯିବା। ଆଉ ଭିଡ଼ିଓଟାକୁ ଏତିକି ରଖିଲି। ଯଦି ସାଙ୍ଗମାନେ ଆପଣଙ୍କୁ ଯଦି ଏଇ ଭିଡ଼ିଓଟା ଭଲ ଲାଗିଥାଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଆଉ ଅନ୍ ନୋଟିଫିକେସନ୍ ଦବାଇ ଦିଅନ୍ତୁ, ଯାହାଫଳରେ ନୂଆ ଭିଡ଼ିଓ ମୁଁ ଅପଲୋଡ଼ କରିବି ସର୍ବପ୍ରଥମେ ଆପଣ ଦେଖିପାରିବେ।